ସ୍ୱାମୀ ସାଜିଲା ପିଶାଚ, ସ୍ତ୍ରୀକୁ ସମୁଦ୍ରରେ ବୁଡ଼ାଇ ମାରିଲା ସ୍ୱାମୀ। ତେବେ ହତ୍ୟା କରିବା ପରେ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ନେଇ ଦେଲା ସୂଚନା। ଗୋଆରେ ଘଟିଛି ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଦକ୍ଷିଣ ଗୋଆରେ ଥିବା ଏକ ହୋଟେଲର ମ୍ୟାନେଜର ଏଭଳି କାଣ୍ଡ ଘଟାଇଛନ୍ତି। ତେବେ ମାମଲାରେ 29 ବର୍ଷୀୟ ହୋଟେଲ ମ୍ୟାନେଜରକୁ ଗିରଫ କରିଛି ଏବେ ଗୋଆ ପୁଲିସ। ସୂଚନା ରହିଛି, ଗତ ଶୁକ୍ରବାର ଘଟିଛି ଏଭଳି ନାରକୀୟ କାଣ୍ଡ। ଅଭିଯୁକ୍ତ ମ୍ୟାନେଜର ଗୌରବ କଟିୟାର ବୋଲି ଜଣାପଡ଼ିଛି। 27 ବର୍ଷୀୟ ପତ୍ନୀ ଦୀକ୍ଷା ଗଙ୍ଗା ସମୁଦ୍ରରେ ବୁଡ଼ିଯାଇ ମୃତ୍ୟୁ ହୋଇଥିବା ସେ କହିଥିଲେ। ତେବେ ହତ୍ୟାକାଣ୍ଡ ପର୍ଦ୍ଦାଫାଶ କରିଥିଲା ଏକ ଭିଡିଓ। ଏହି କାଣ୍ଡ ଘଟୁଥିବା ବେଳେ ସେତେବେଳେ ଜଣେ ବ୍ୟକ୍ତି କ୍ୟାମେରାରେ ସମସ୍ତ କାରନାମାର ଭିଡିଓକୁ ସୁଟ୍ କରିଛନ୍ତି। ତେବେ ଶୁକ୍ରବାର ଅପରାହ୍ନ 3:45 ମିନିଟ୍ରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଗୌରବ ପତ୍ନୀ ଦୀକ୍ଷାକୁ ସମୁଦ୍ର କୂଳରେ ଥିବା ଏକ ପଥୁରିଆ ଅଞ୍ଚଳକୁ ଯାଇ ସମୁଦ୍ର ମଧ୍ୟକୁ ଠେଲି ଦେଇଥିବା ଦେଖିବାକୁ ମିଳିଛି। ଏହାପରେ ସେଠାରେ ପତ୍ନୀ ବୁଡ଼ି ଯାଇଥିବା ପାଟି କରି ହଙ୍ଗାମା କରିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ ସୁଟ୍ କରିଥିଲେ। ପତ୍ନୀ ଦୀକ୍ଷା ପାଣିରେ ବୁଡ଼ିଯିବା ପରେ ସ୍ୱାମୀ ଗୌରବ ସମୁଦ୍ର କୂଳରେ ବାହାରକୁ ଚାଲି ଆସିଥିଲେ ଏବଂ ଆଉଥରେ ପୁଣି ଯାଇ ସମୁଦ୍ର କୂଳକୁ ପତ୍ନୀ ଜୀବିତ ନା ମୃତ ବି ସେ ଦେଖିଥିଲେ। ଏହାପରେ ପୁଣି ଥରେ ସମୁଦ୍ର କୂଳରୁ ଆସି ପତ୍ନୀ ବୁଡ଼ି ଯାଇଥିବା ନେଇ ସେ ନିଜେ ହଙ୍ଗାମା କରିଥିଲେ। ଦୀକ୍ଷାଙ୍କ ମୁହଁରେ କ୍ଷତଚିହ୍ନ ରହିଥିବା ସୂଚନା ରହିଛି। ଅଭିଯୁକ୍ତ ଜଣକ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ବୋଲି ଜଣାପଡ଼ିଛି। ଏବେ କୁହାଯାଉଛି, ବର୍ଷକ ତଳେ ବିବାହ କରିଥିଲେ ଅଭିଯୁକ୍ତ ମ୍ୟାନେଜର ଗୌରବ କଟିୟାର। ତେବେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରୁଛି ଏବେ ପୁଲିସ। ରିପୋର୍ଟ ନ୍ୟୁଜ୍ ଇଣ୍ଡିଆ।